ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଆମମାନଙ୍କୁ ଛାଡ଼ି ସବୁଦିନ ପାଇଁ ଆରପାରିକି ଚାଲି ଯାଇଛନ୍ତି। ସେ 21 ଅଗଷ୍ଟ 2026 ତାରିଖ ଦିନ ଶୁକ୍ରବାର ଦିନ ଆମମାନଙ୍କୁ ଛାଡ଼ି ଆରପାରିକି ଚାଲି ଯାଇଛନ୍ତି। ସେ ଜଣେ ବିଶିଷ୍ଟ କଳାକାର, ଯିଏକି ବିଭିନ୍ନ ପ୍ରକାରର ସଙ୍ଗୀତକୁ ଆପଣାଇ ନେଇଥିଲେ। ସେ କଟକରେ ଥିବା ଆକାଶବାଣୀରେ ନିଜର କଣ୍ଠଦାନ କରି କଣ୍ଠଶିଳ୍ପୀ ଭାବରେ ପରିଚିତ ହୋଇଥିଲେ। ସେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ସେ 1938 ଜାନୁଆରୀ 20 ତାରିଖରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଏହି କଣ୍ଠଶିଳ୍ପୀ ଜୀବନ ସିଏ କଟକର ଆକାଶବାଣୀ କେନ୍ଦ୍ରରେ ଆରମ୍ଭ କରିଥିଲେ। ସେ ରେଡ଼ିଓରେ ବି ଗୀତ ଗାଇଥିଲେ, କେତେକ ଫିଲ୍ମରେ, ଓଡ଼ିଆ ଫିଲ୍ମରେ ମଧ୍ୟ ଗୀତ ଗାଇଥିଲେ। ତାଙ୍କର ଯେତିକ ଫିଲ୍ମରେ ସେ ଗୀତ ଗାଇଛନ୍ତି, ସେହି ଫିଲ୍ମର ଗୀତ ଗୁଡ଼ିକ ହେଉଛି କ'ଣ? ସର୍ବପ୍ରଥମ ଗୀତ ହେଉଛି ମାଝିରେ, ଯାହାକି ତାଙ୍କୁ ପରିଚୟ ଦେଇଥିଲା ଅଧିକ ଏହି ଓଡ଼ିଶା ମାଟିରେ, ଯାହାକି ଥିଲା ଶେଷ ଶ୍ରାବଣ ନାମକ ଓଡ଼ିଆ ଫିଲ୍ମର ସଙ୍ଗୀତ। ଏହାପରେ ଚାଲ ଆମେ ଫେରିଯିବା ସହର, ପ୍ରେମ ତିନି ଜାତି, ବାଲିଘର, ମାଝିରେ, କଳା କଳେବର କହ୍ନେଇ, ତୁମ ସ୍ମୃତି ଫେରେ, ବାଲିଘର, ଏହିଭଳି ପ୍ରକାରର ଅନେକ ଗୀତ ଗୁଡ଼ିକ ସେ ନିଜ କଣ୍ଠରେ ବୋଲିଛନ୍ତି ଏବଂ ଲୋକପ୍ରିୟତା ଅର୍ଜନ କରିଛନ୍ତି। ସେ ଆଜି ପର୍ଯ୍ୟନ୍ତ ମଧ୍ୟ ଶେଷ ସମୟ ପର୍ଯ୍ୟନ୍ତ ଗୁଣୁଗୁଣୁ ହେଉଥିଲେ ଏବଂ ନିଜର ଅସୁସ୍ଥତା ସକାଶେ ସେ ଏବେ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ତେଣୁ ସେଭଳି ପ୍ରକାର କଳାକାର, ଯିଏକି ଅତ୍ୟନ୍ତ ଧୀର ଏବଂ ସରଳ ଏବଂ ଲୋକପ୍ରିୟ ଜଣେ କଣ୍ଠଶିଳ୍ପୀ, ସେଭଳି ପ୍ରକାର ଅପୂରଣୀୟ କ୍ଷତି ହୋଇଯାଇଛି ଓଡ଼ିଆର ଫିଲ୍ମ ଜଗତରେ। ତେଣୁ ସେଭଳି ପ୍ରକାର ମହାନ କଣ୍ଠଶିଳ୍ପୀଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଏବଂ ତାଙ୍କର ଆତ୍ମାର ସଦ୍ଗତି କାମନା କରି ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା। ତାଙ୍କର ଆତ୍ମାର ସଦ୍ଗତି ହେଉ, ଏହା ହିଁ ଶ୍ରୀ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କର ପ୍ରାର୍ଥନା ହେଉ। ମୋର ଏହି ଦେବୀ ପ୍ରସାଦ ଟିଚିଂ ଡାଇଟ୍ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରନ୍ତୁ। ଏହିଭଳି ପ୍ରକାର ଅନେକ ଭିଡ଼ିଓ ଦେଖିପାରିବେ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।